ସାଙ୍ଗମାନେ, ଆମେ ଆଜି ଯେଉଁ କାହାଣୀ ବିଷୟରେ ଜାଣିବା ସେ ହେଉଛି ଓଡ଼ିଶାର ବହୁ ପୁରାତନ ଓ ଲୋକପ୍ରିୟ କାହାଣୀ, ଯାହାର ନାଁ ହେଉଛି କାଞ୍ଚନ ଫୁଲ କଥା। ଗୋଟିଏ ଗାଁରେ କାଞ୍ଚନ ବୋଲି ଝିଅଟିଏ ଥିଲା। ସେ 3 ଭାଇରେ ଗୋଟିଏ ଭଉଣୀ। ବାହାଘରର ବୟସ ହୋଇଯାଇଥିବାରୁ ଭାଇମାନେ କାଞ୍ଚନକୁ ଗୋଟିଏ ଭଲ ପ୍ରସ୍ତାବ ଦେଖି ବାହାଘର କଲେ। ବର ଯେମିତି ଘର ବି ସେମିତି। ତେଣୁ କାଞ୍ଚନ ବହୁତ ଖୁସି ଥିଲା। ବାପ ଘରେ ବାପା ବୋଉଙ୍କ ବଦଳରେ ଶାଶୁ ଘରେ ଶାଶୁ ଶ୍ୱଶୁର ସେମାନେ କାଞ୍ଚନକୁ ନିଜ ଝିଅ ପରି ଭଲ ପାଉଥିଲେ। ସବୁ କଥାରେ କାଞ୍ଚନ ପାଖରେ ଛିଡ଼ା ହେଉଥିଲେ। ଏମିତି କାଞ୍ଚନର ବୈବାହିକ ଜୀବନ ବେଶ୍ ଖୁସିରେ କଟୁଥିଲା। ଥରେ କାଞ୍ଚନ ତା ବାପ ଘରକୁ ବୁଲି ଆସିଥାଏ ଆଉ ରୋଷେଇ ଘରେ ବସି ଶାଗ କାଟୁଥାଏ। ଶାଗ କାଟୁ କାଟୁ ହଠାତ୍ ପନିକିରେ ତା ଆଙ୍ଗୁଠି ଟିକେ କଟିଗଲା। ହେଲେ କାଞ୍ଚନ ସେ ରକ୍ତକୁ ନ ଧୋଇ ଶାଗରେ ମିଶାଇ ଦେଲା। ଯୋଗକୁ ସେଦିନ ଶାଗ ବହୁତ ବଢ଼ିଆ ହେଇଥିଲା। କାଞ୍ଚନର ବଡ଼ ଭାଇ ଶାଗ ଖାଉ ଖାଉ ପଚାରିଲା, ଆଜି ଶାଗ କିଏ କରିଛି କି? ଭାରି ସୁଆଦିଆ ହେଇଛି ତ। ତାପରେ ଭାଉଜ କହିଲେ, କାଞ୍ଚନ କରିଛି। ଆଜି ଶାଗ କାଟୁ କାଟୁ ଆଙ୍ଗୁଠି ଟିକେ କଟିଗଲା। ସେ ତା ହାତର ରକ୍ତକୁ ସେ ଶାଗରେ ମିଶାଇ ଦେଇଥିଲା। ସେଇଥିପାଇଁ ବୋଧେ ଶାଗ ଏତେ ସୁଆଦିଆ ଲାଗୁଛି। ଏ କଥା କାଞ୍ଚନର ବଡ଼ ଭାଇ ଶୁଣିଲା। ସେ ମନେ ମନେ ଭାବିଲା, ଆଚ୍ଛା, ଯଦି କାଞ୍ଚନର ଟିକେ ରକ୍ତ ଶାଗରେ ମିଶିବାରୁ ଏତେ ସ୍ୱାଦ ଲାଗୁଛି, ତାହେଲେ କାଞ୍ଚନର ମାଂସ କେତେ ସୁଆଦିଆ ହେଇନଥିବ। ହେଲେ ସେ ତା ମନ କଥା ମନରେ ରଖିଲା। ଠିକ୍ ଏଇ କଥାର 2 ଦିନ ପରେ ତା ଶାଶୁଘରୁ ଖବର ଆସିଲା କି ତା ଶ୍ୱଶୁର ଦେହ ଖରାପ। ତେଣୁ କାଞ୍ଚନକୁ ତା ଶାଶୁଘରକୁ ଯିବାକୁ ପଡ଼ିବ। ତେଣୁ ବାର ଧାର୍ଯ୍ୟ ହେଲା। ପରଦିନ ସକାଳୁ କାଞ୍ଚନର ବଡ଼ ଭାଇ ତାକୁ ନେଇ ତା ଶାଶୁଘରେ ଛାଡ଼ି ଦେଇ ଆସିବ। କାଞ୍ଚନ ବାହାଘର ପରେ ପ୍ରଥମ ଥର ପାଇଁ ବାପ ଘରକୁ ଆସିଥିଲା। ତେଣୁ ଯେତେବେଳେ ଶାଶୁଘରକୁ ଯିବ, ବାପଘର ଲୋକେ ତା ପାଇଁ ଭାର ତିଆରି କଲେ। ଠିକ୍ ତା ପରଦିନ ସକାଳୁ କାଞ୍ଚନ ତା ବାପଘରୁ ବିଦାୟ ନେଲା। ବଡ଼ ଭାଇ କାଞ୍ଚନକୁ ନେଇ ତା ଶାଶୁଘର ଗାଁ ଆଡ଼କୁ ଚାଲିଲା। ଏମିତି ଯାଉ ଯାଉ ବାଟରେ ଗୋଟେ ପଡ଼ିଲା ଘଞ୍ଚ ଜଙ୍ଗଲ। ସୁନସାନ ଜଙ୍ଗଲି ରାସ୍ତାକୁ ଏପଟେ ବଡ଼ ଭାଇ ମନରେ କାଞ୍ଚନର ମାଂସ ଖାଇବାର ଇଚ୍ଛା। ଠିକ୍ ଜଙ୍ଗଲ ମଝିରେ ହଠାତ୍ ବଡ଼ ଭାଇ ଗୋଟିଏ ଧାରୁଆ ଅସ୍ତ୍ରରେ କାଞ୍ଚନକୁ ଆଘାତ କଲା। ସେ ଭୁଲି ଯାଇଥିଲା ତା ମଣିଷ ପଣିଆ। ଏମିତି ବାର ବାର ଆକ୍ରମଣରେ କାଞ୍ଚନ ସେଇଠି ଟଳି ପଡ଼ିଲା। ତାପରେ କାଞ୍ଚନକୁ କାଟି ତାର କିଛି ମାଂସ ଘର ପାଇଁ ରଖିଲା, ଆଉ ବାକିତକ ଗୋଟିଏ ଗାତ କରି ସେଇଠି ପୋତି ଦେଇ ଘରକୁ ଫେରି ଆସିଲା। କାଞ୍ଚନର ଶାଶୁଘର କଥା ଘରେ ପଚରା ଉଚରା କଲେ। ବଡ଼ ଭାଇ ଏଣୁ ତେଣୁ ମିଛ ସତ କହି ସବୁ ଠିକ୍ଠାକ୍ ବୋଲି ଜଣେଇଲା। ତା ପାଖରେ କାଞ୍ଚନ ମାଂସକୁ ସେ ତା ସ୍ତ୍ରୀ ହାତକୁ ବଢ଼େଇ ଦେଲା। କହିଲା, ଫେରିବା ବେଳେ କିଛି ମିରିଗ ମାଂସ ନେଇକି ଆସିଛି, ନିଅ, ଏକୁ ଭଲ କି ବାଟଣ ଦେଇ ରୋଷେଇ କର। ଏ କଥା କହି ସେ ଗାଧୋଇବାକୁ ଚାଲିଗଲା। ଏପଟେ କାଞ୍ଚନର ଭାଉଜ, ସେ କେମିତି ଜାଣିବ ଯେ ଏ କାଞ୍ଚନର ମାଂସ ବୋଲି? ସେ ବି ମିରିଗ ମାଂସ ଭାବି କାଞ୍ଚନର ମାଂସକୁ ଭଲ ଭାବରେ ରୋଷେଇ କଲା। ସେଦିନ ବଡ଼ ଭାଇ କାଞ୍ଚନର ମାଂସ ଖାଇ ବହୁତ ଖୁସି। ଏମିତି କଥା ମାସେ ଉପରେ ବିତିଗଲା। ସେପଟେ ବୋହୂ ଘରକୁ ଆସୁନି ବୋଲି କାଞ୍ଚନର ଶ୍ୱଶୁର ବଡ଼ ଚିନ୍ତାରେ ପଡ଼ିଲେ। କ'ଣ ମୋ ବୋହୂର ଦେହ ଖରାପ ଅଛି, ନା ସେ ତା ଶ୍ୱଶୁର ଦେହ ଖରାପ ବୋଲି ଖବର ପାଇନି? ଏକଥା ଭାବି କାଞ୍ଚନର ଶ୍ୱଶୁର ଓ ତା ସାନ ଶ୍ୱଶୁର ଦୁହେଁ ମିଶି କାଞ୍ଚନର ବାପଘର ଆଡ଼େ ବାହାରିଲେ। ଠିକ୍ ସେହି ବାଟରେ ପଡ଼ିଲା ସେଇ ଘଞ୍ଚ ଜଙ୍ଗଲ। ଭାରି ଖାଁ ଖାଁ ଲାଗୁଥିଲା। ସେ ଜାଗା ସତେ ଯେମିତି କେହି ଗୋଡ଼େଇ ଆଣିଲା ପରି। ହଠାତ୍ ଝଟକାଏ ପବନ ଆସି ଚାଲିଗଲା, ଆଉ ସେଇ ପବନରେ ଭାସି ଆସିଲା ସୁମଧୁର କାଞ୍ଚନ ଫୁଲର ବାସ୍ନା। ଆଖି ଆପେ ଆପେ ଚାଲିଗଲା ସେଇ କାଞ୍ଚନ ଗଛ ଉପରକୁ, ଯେଉଁଠି କାଞ୍ଚନର ବଡ଼ ଭାଇ କାଞ୍ଚନକୁ ମାରି ପୋତି ଦେଇଥିଲା। ହଁ, ସେ କାଞ୍ଚନର ମଲା ଦେହରୁ ଏ କାଞ୍ଚନ ଗଛର ସୃଷ୍ଟି। ଦୁହେଁ କିଛି ସମୟ ପାଇଁ ସେଇଠି ରହିଗଲେ। ଏତେ ସୁନ୍ଦର ଫୁଲ ଦେଖି ସାନ ଶ୍ୱଶୁର ସେଇ ଫୁଲରୁ ଯୋଡ଼େ ତୋଳିବାକୁ ମନ କଲେ। ଯେମିତି ଗଛ ପାଖକୁ ଯାଇ
ଫୁଲ ତୋଳିବାକୁ ହାତ ବଢ଼େଇଛନ୍ତି, ହଠାତ୍ ଗଛଟି ବାହୁନି ବାହୁନି କାନ୍ଦି କାନ୍ଦି କହିଲା, ଥିରି ଥିରି ଫୁଲ ତୋଳ ହେ କକେଇ, ଗଛରୁ ପତର ଝଡ଼ିବ, ଦଗା ଦିଆ ଭାଇ ଦଗା ଦେଲା ମୋତେ, ଶୁଣିଲେ କି ଛାତି ସହିବ। ଏ କଥା ଶୁଣି ସାନ ଶ୍ୱଶୁର ଆଶ୍ଚର୍ଯ୍ୟ ହେଇଗଲେ। କ'ଣ ହେଲା, ଗଛ ଗୀତ ଗାଉଛି? ସେ ତାଙ୍କ ବଡ଼ ଭାଇଙ୍କୁ କହିଲେ, ଏ ଗଛରୁ ଥଲେ ଫୁଲ ତୋଳିକି ଦେଖ, ଏ ଗଛ କ'ଣ କହୁଛି ଶୁଣିବ। ତାପରେ କାଞ୍ଚନର ଶ୍ୱଶୁର ଗଛ ପାଖକୁ ଯାଇ ଫୁଲକୁ ହାତ ବଢ଼ାନ୍ତି। ଗଛ ପୁଣି ଥରେ ଗାଇଲା, ଥିରି ଥିରି ଫୁଲ ତୋଳ ବାପା ମୋର, ଗଛରୁ ପତ୍ର ଝଡ଼ିବ, ଦଗା ଦିଆ ଭାଇ ଦଗା ଦେଲା ମୋତେ, ଶୁଣିଲେ କି ଛାତି ସହିବ। ସେମାନେ ଏ କଥାର ରହସ୍ୟ କିଛି ବୁଝିପାରିଲେନି। ତଥାପି କାଞ୍ଚନର ଘରକୁ ଆସିଲେ ଆଉ କାଞ୍ଚନକୁ ଖୋଜିଲେ। ହେଲେ ବାପ ଘର ଲୋକେ କହିଲେ, ସେ ତ କେବେଠୁ ତୁମ ଘରକୁ ଗଲାଣି। ତା ବଡ଼ ଭାଇ ବା ତମ ଘରକୁ ତାକୁ ଛାଡ଼ିବାକୁ ଯାଇଥିଲା। ହେଲେ କାଞ୍ଚନ ନା ଶାଶୁ ଘରେ ନା ବାପ ଘରେ। ତେବେ କାଞ୍ଚନ କୁଆଡ଼େ ଗଲା ବୋଲି ବଡ଼ ଭାଇକୁ ପଚାରିବାରୁ ବଡ଼ ଭାଇ କହିଲା ଯେ ସେ ତାକୁ ତା ଶାଶୁଘର ଗାଁ ମୁଣ୍ଡରେ ଛାଡ଼ିକି ଆସିଛି, ଆଉ ତାପରେ ସେ କିଛି ଜାଣିନି। ବଡ଼ ଭାଇ ପାଖରୁ ଏକଥା ଶୁଣି କାଞ୍ଚନର ଶ୍ୱଶୁର ମନରେ ଭାରି ସନ୍ଦେହ ହେଲା। ସେ ଜଙ୍ଗଲରୁ ଶୁଣି ଆସିଥିବା କାଞ୍ଚନ ଗଛର କାନ୍ଦଣା ତା ବାପ ଘର ଲୋକକୁ କହିଲେ, ଆଉ ତାପରେ ସମସ୍ତଙ୍କୁ ସେଇଠିକି ନେଇଗଲେ। ସେଠି ପହଞ୍ଚିବା ପରେ ଜଣ ଜଣ କରି କାଞ୍ଚନ ଗଛ ପାଖକୁ ଫୁଲ ତୋଳିବାକୁ ଗଲେ। କାଞ୍ଚନର ଯିଏ ଯେଉଁ ସମ୍ପର୍କ ସେଇ ନାଁ ଧରି କାଞ୍ଚନ ଗଛଟି କାନ୍ଦଣା ଗୀତ ଗାଇବାକୁ ଲାଗିଲା। ଶେଷରେ ବଡ଼ ଭାଇ ଫୁଲ ତୋଳିବାକୁ ହାତ ବଢ଼ାନ୍ତି। କାଞ୍ଚନ ଗଛଟି ଗୀତ ଗାଇଲା, ଥିରି ଥିରି ଫୁଲ ତୋଳ ବଡ଼ ଭାଇ, ଗଛରୁ ପତର ଝଡ଼ିବ, ଏଡ଼େ ନିରିଦୟ କେମିତି ହେଲ ହେ, ଆଉ କି କାଞ୍ଚନ ଫେରିବ। ଏବେ ବଡ଼ ଭାଇ ପାଖରେ ଲୁଚେଇବାକୁ ଆଉ କିଛି ବାଟ ନଥାଏ, କାରଣ କାଞ୍ଚନ ତା ଗୀତ ମାଧ୍ୟମରେ ସବୁ କଥା କହିଦେଇଛି। ଶେଷରେ ବଡ଼ ଭାଇ ସେଦିନର ଘଟଣା ସବୁ ସତ ସତ ମାନିଗଲା। ହେଲେ ଏବେ ଆଉ କ'ଣ କରାଯାଇପାରିବ? ଆଉ କ'ଣ କାଞ୍ଚନ ଫେରିବ? ଠିକ୍ ସେହି ସମୟରେ ଆକାଶରେ ଈଶ୍ୱର ପାର୍ବତୀ ଉଡ଼ି ଯାଉଥିଲେ। ଘଞ୍ଚ ଜଙ୍ଗଲରେ ଲୋକଙ୍କର କାନ୍ଦଣା ଦେଖି ତଳକୁ ଓହ୍ଲେଇ ଆସିଲେ। ଆଉ କାଞ୍ଚନ ଗଛକୁ ଦେଖି ସେ ସବୁ କଥା ବୁଝିଗଲେ। ଈଶ୍ୱର ପାର୍ବତୀ ଏମାନଙ୍କ ଦୁଃଖ ସହି ନ ପାରି ଅମୃତ ସଞ୍ଜୀବନୀ ପାଣି କାଞ୍ଚନ ଗଛ ଉପରେ ଛିଞ୍ଚିଦେଲେ। ସାଙ୍ଗେ ସାଙ୍ଗେ କାଞ୍ଚନ ଗଛ ପୂର୍ବ କାଞ୍ଚନର ରୂପ ଧାରଣ କଲା। ଏବେ କାଞ୍ଚନ ଗୋଟେ ନୂଆ ଜୀବନ ପାଇଲା। ଆଉ ତାପରେ ସେ ତା ବାପ ଘରକୁ ଆଉ ନ ଯାଇ ତା ଶ୍ୱଶୁର ସହ ତା ଶାଶୁ ଘରକୁ ଚାଲିଗଲା।